କିରା ହେଇଯାଉଛି ମତେ ଟେକିଲା ତୋର ହଉନି କିରା ସେ କଥା ହଁ ହସିଲ ତତେ ଦେଖିଲେ ମୋର କିଛି କିଛି ହଉଛି ଗୋଟେ ଦେବି ସତରେ ଦେବି ତ ସତରେ ଦେ ଟିକେ ପାଖକୁ ଆସିବୁ ଆଖି ଠିଆ ହେଇଥିଲି ଦେଲି ମୋ ସୁନ୍ଦରଟା ତୋ ସୁନ୍ଦରକୁ ପାଉନି କିରା କିରା ଭାଇ ପାଇବନି ପ୍ରେମ ବହୁ ଚଲେଇଛୁ ତତେ କହିଥିଲୁ ମୋ ଶାଢୀ ସଫା କରିବାକୁ କରିଥିଲୁ କାଇଁ ଶାଢୀ ସଫା କରିନି ମୋ ରୁମ୍ ମୋ ବାଥରୁମ୍ ନାଇଁ ଆପଣଙ୍କ ରୁମ୍ ଆପଣଙ୍କ ବାଥରୁମ୍ କିଛି ବି ସଫା କଥା କରିକି ଆପଣଙ୍କ ଶାଢୀ ସାୟା ବ୍ଲାଉଜ ଇତ୍ୟାଦି ଇତ୍ୟାଦି ଆପଣଙ୍କ ଅଙ୍କ ପ୍ରତ୍ୟେକ ସବୁ ଧୋଇ ଦେଇକି ଡେଟଲ ପକେଇକି ଶୁଖେଇ ଦେବି ହେଲେ ସେ ଯୋଉ ଆପଣଙ୍କ ଯୋଉ ଚରିତ୍ର ଖଣ୍ଡକ ମୁଁ ତାକୁ ଧୋଇକି ଖାଲି ସାହସ ଏମିତି କଥାବାର୍ତ୍ତା କରୁଛି ସାହସ ପାଇଲ जवाब दो मते जवाब दो सामान्य गोटे चाकरानी प्रथमे काहाकू चाकरानी कहवाटा तोर भूल से मो घरे रोचंती मासु मास दरमा मु दउची तारे एमिति शब्द तो मु केबे उच्चारण करिनी मामा तू चाकरानी कहवाकू साहस करू केमिति मामा एमिति साहस करू तमने भीतर जा सुलेखा तू हूँ घर बहु अरे बहु हिसाब से रहा चेष्टा कर बहु बहु मुदवा तुम प्रमाण कर देखा मामा मुझे घरे चाकराणी ठारू हीन मोर ए घर रहा कौन दरकार एवं मुझे घर छाड़ी चली मो कथा शुणी आज शुणवा अरे बाबा तुम कथा शुणा दी दिन मुझे तुम पछे पछे गोड़ी आ तुम कौन कह शुणी तुम जो मत स्त्री बोली भावुथ तुम जदि स्त्री किसी आवश्यकता थाए मुहूर्त तुम मामा को तुम जवाब माग हाथ उठे माड़ बाड़ी कौन से तुम कही मुझे जानी पार्नी अरे मामा मारा तुम कर अरे मामा तुमको झील बड़ी देखे मामा माड़ कुआ पाड़ स्वराज तुम तुम मामा माड़ कुआ पाड़ हो पारे मो कुआ पत्थर बासन घरे क्षीर ग्लास देला बेले तुम से क्षीर पी आज भी बाहर गोटाए वर्ष बीती जाइए भी तुम मो सहित शारीरिक संपर्क रखिना तुम के तुम मामा माने डीएसपी दुर्गा को पचारि तुम बापा जी तुम बापा परिचय कौन तुम सर्टिफिकेट तुम बापा ना कौन अच्छी तुम मामा सधवा ना विधवा विवाहिता ना अविवाहिता तुम मामा डीएसपी दुर्गा सधवा नुहे कि विधवा कि विवाहित नारी तुम दी भाई तुम मामा बुआरी बयस पाप छुआ सुलेखा पाप क्या कहुए तू जानी पारे पानी परे पवन जी जो पानी पवन रे बड़ होइतिबो सेमितिका हो ता पाखरे सेमितिका संस्कार रहिबो जो संस्कारटा तो पाखरे नाही
ମୋ ପିଲାମାନଙ୍କ ଠାରୁ ଅନୁଭବ କରାଯାଏ। ତୁ ଯୋଉ ପାଣି ପବନରେ ବଡ ହେଇଛୁ ସେଥିରେ ସଂସ୍କାର ନାହିଁ କି ଶାଳୀନତା ବି ନାହିଁ। ତୋ ଚାଲି ଚଳନ ଆଚାର ବ୍ୟବହାର ବସିବା ଉଠିବା କୋଉଥିରେ ତୋର ଶାଳୀନତା ନାହିଁ, ଯୋଉଟା ମୋ ପୁଅକୁ ସନ୍ଦେହରେ ପକେଇଛି। ତୋ ସହିତ ଶାରୀରିକ ସମ୍ପର୍କ ରଖିବାକୁ ସେ ଘୃଣା କରୁଛି। ଏଠୁ ତୁ ଚିନ୍ତା କର, ତୁ କଣ? ତୁ ଗୋଟେ ପାପ ଛୁଆ ତୁ। ମୁଁ ସୁଲେଖା ସାମନ୍ତରାୟ। ସୁଲେଖା ସେ ନିଜ କାହାଣୀ ନିଜେ ଲେଖେ। ମୋ ନାମ ମମତା ସାମନ୍ତରାୟ, ଜଣେ ପଲିଟିକାଲ ଲିଡର। ତମେ କଣ ଭାବୁଛ ତମେ ଡିଏସପି ବୋଲି ମୁଁ ତମକୁ ଡରିଯିବି? ଇମ୍ପସିବଲ। କଣ ହେଇଛି ସୁଲେଖା? କଣ ମାମା ମୁଁ ଏଠୁ ମରି ସାରିଲିଣି। ମାମା ତୁ ମତେ ଏଠୁ ନେଇଯିବୁ। ଆରେ ମୁଁ ମମତା ସାମନ୍ତରାୟ। ଟିକେ ବି ମମତା ନାହିଁ ମୋ ଭିତରେ। ତମକୁ ଜୟ ବୋଲି ଭାବିବାକୁ ମତେ ସ୍ୱରାଜ ଇଏ ହଉଛନ୍ତି ମୋ ମାମା, ମାନେ ତମ ମାମା। ମାମା ମାର ଗୁଆପାର ଭଳି ଲାଗିଲା ନା? ମମତା ସାମନ୍ତରାୟ ମୋ ଘର ଭିତରେ ଠିଆ ହେଇ ମୋ ପୁଅ ଉପରକୁ ହାତ ଉଠେଇବାକୁ ତମେ ସାହସ କଲ କେମିତି? ତମେ ମୋ ଉପରକୁ ହାତ ଉଠେଇଲ ଠିକ ସେମିତି ଦୁର୍ଗା ମୋ ଝିଅ ଉପରକୁ ହାତ ଉଠେଇବାକୁ ତମେ ସାହସ କଲ କେମିତି? ସଂସାର କେମିତି କରାଯାଏ ତମ ଝିଅ ଶିଖେଇନି। ଖାଲି ଖଟକୁ କୁଣ୍ଢେଇ କେହି କେବେ ସଂସାର କରେନି କି ଦୁର୍ଗା। ସେଦିନ ଏୟାରପୋର୍ଟରେ ତମ ସହିତ ମୋର ଭେଟ ହେଲା। ଗପୁ ଗପୁ ଆମ ଭିତରେ ସମ୍ପର୍କ ହେଲା। ପୁଅ ଝିଅଙ୍କର ବାହାଘର କରିବା ପାଇଁ ଆମେ ନିଷ୍ପତ୍ତି ନେଲେ। ହେଲେ ତମର ସେଦିନ ମତେ କହିଦେବାର ଥିଲା ଯେ ତମ ପୁଅର ପୁରୁଷତ୍ୱ ନାହିଁ ବୋଲି। ଶୁଣ ସ୍ୱରାଜ, ତମେ ଯଦି ଏବେ ମରିଯାଅ ତାହେଲେ ତମ ପାଇଁ ତମ ମାମା ବିଧବା ହେବେନି। ବିଧବା ହବ ମୋ ଝିଅ ସୁଲେଖା। ପଢିଲା ପୁଅକୁ ପାଖରେ ଶୁଆଇବାକୁ ମା ଯେତେବେଳେ ଭୟ କରେ ସେତେବେଳେ ସେ ତା ପୁଅର ବାହାଘର କରିଦିଏ। ନିଜଠୁ ଦୂରେଇ ତା ପୁଅକୁ ନେଇ ସ୍ତ୍ରୀ ପାଖରେ ଶୁଆଇ ଦିଏ। ଏବେ ତମେ ନିଷ୍ପତ୍ତି ନିଅ ସ୍ୱରାଜ, ତମେ କାହା ପାଖରେ ଶୋଇବ? ନିଷ୍ପତ୍ତି ନିଅ ସ୍ୱରାଜ, ନିଷ୍ପତ୍ତି ନିଅ। ମମତା ସାମନ୍ତରାୟ। ମାଟା ସଂସ୍କାରୀ ହେଲେ ପିଲାମାନେ ସଂସ୍କାରୀ ହୁଅନ୍ତି। ମାଟା ଯଦି ଅଶ୍ଳୀଳ ଶାଳୀ ନ ହୁଏ ପିଲାମାନେ ତ ସେଇଆ ହେବେ ନା। ମାର ଚରିତ୍ର ଝିଅର ଚରିତ୍ରକୁ ଚିତ୍ରଣ କରିଥାଏ ମମତା ସାମନ୍ତରାୟ। ମତେ ଏବେ ତମେ କୁହ, ତମ ଝିଅକୁ ଏଠୁ ତମେ ନେଇଗଲା ପରେ ତମ ଘରେ ତାକୁ କାହା ପାଖରେ ଶୁଆଇବ? ପରିବାରରୁ ସଂଯମତା ଶିଖାଯାଏ। ପରିବାରରେ ଶୃଙ୍ଖଳା ଥିଲେ ଚରିତ୍ରରେ ଶୃଙ୍ଖଳା ଆସେ। ଆଉ ଚରିତ୍ରରେ ଶୃଙ୍ଖଳା ଆସିଲେ ଗୋଟେ ନାରୀ ଚରିତ୍ରବତୀ ହୁଏ। ଗୋଟିଏ ବର୍ଷ ସଂଯମତାରେ ରହିବା ଭିତରେ ତମ ଝିଅ ଦେହ ମନରେ ଏତେ ବିଦ୍ରୋହ। ବାହାଘର ପୂର୍ବରୁ ସେ ତା ଚରିତ୍ରକୁ କେତେ ସଜାଡି ରଖିପାରିଥିଲା ତାର ପ୍ରମାଣ ତମ ଝିଅ ଦେଇ ସାରିଛି। ମୁଁ ତ କହିବି ତମ ଝିଅ ପାଖରେ ନାରୀତ୍ୱ ସତୀତ୍ୱ ନଥାଇପାରେ, କିନ୍ତୁ ମୋ ପୁଅ ପାଖରେ ପୁରୁଷତ୍ୱ ଅଛି। ଜଣେ ପୁରୁଷ ସେଇଦିନ ତା ପୁରୁଷତ୍ୱ ହରେଇ ନପୁଂସକ ହେଇଯାଏ, ଯୋଉଦିନ ତାର ବାହାଘର ସରିଯାଏ। ମାୟାବିନୀ ନାରୀ ଜଣକ ସ୍ତ୍ରୀ ରୂପରେ ଆସି ପାଖରେ ବସି କାନରେ କହି ନପୁଂସକ ସଜାଇ ଦିଏ ସେ ପୁରୁଷକୁ। ଆଉ ଶେଷରେ ନିଜର ପୁରୁଷକୁ ହରେଇ ସେ ପୁରୁଷଟା ପରାଧୀନ ହେଇଯାଏ। ପରାଧୀନ ପୁରୁଷର ଦିନର ଉର୍ବ ସେଇ ଭୁଲି ଯାଏ ତାର ବାପା ମା ଓ ଆତ୍ମୀୟ ସ୍ୱଜନକୁ। ତେଣୁ ମୁଁ ନିଷ୍ପତ୍ତି ନେଇଛି, ମୋ ନିଜର ପୁରୁଷ ପୁଣିଆ ହରେଇ ମୁଁ ସେମିତିକା ପୁରୁଷ ହେଇପାରିବିନି। ମୋ ପାଇଁ ମୋ ସ୍ତ୍ରୀ, ମୋ ପାଇଁ ମୋ ମାମା ବଡ, ମୋ ପାଇଁ। ଯେତେ ବଡ ଅପରାଧୀ ହେଇଥାଉ ନିର୍ଭୟରେ ତାକୁ ପନିଶମେଣ୍ଟ ଦଉ ଏ ଡିଏସପି ଦୁର୍ଗା ସଂସାର ସମ୍ବିଧାନରେ ଜଣେ ନିଜକୁ ଅପରାଧୀ ଭାବୁଛି। ମୁଁ କଣ କହୁଥିଲି କି ତୁ ତ ଘର କମ୍ପାନୀରେ ଜବ୍ କରୁଛୁ, ଭଡା ଘରେ ରହୁଛୁ। ମୁଁ ଚାହୁଁଛି ତୋ ସ୍ତ୍ରୀ କି ନେଇ ତୁ ସୁଖରେ ସଂସାର କର। ଏଇଟା ତୋ ମାମାର ଫାଇନାଲ ଡିସିଜନ। ତୋ ମାମା ନିଷ୍ପତ୍ତି ତତେ ମାନିବାକୁ ହବ। ଠିକ ଅଛି ମାମା, ମୁଁ ତୋ ନିଷ୍ପତ୍ତିରେ ରାଜି। ଖାଲି ଆମ ମାମାଙ୍କ ନିଷ୍ପତ୍ତିରେ ରାଜି ହେଇଗଲେ ହବନି, ମୋ ନିଷ୍ପତ୍ତି ବି ତମକୁ ଶୁଣି ନେବାକୁ ହବ। ମୋ ନିଷ୍ପତ୍ତି ହେଲା ତମେ ଯଦି ମତେ ସ୍ତ୍ରୀ ବୋଲି ଭାବୁଥାଅ, ତମ ପାଇଁ ଯଦି ସ୍ତ୍ରୀର କିଛି ଆବଶ୍ୟକତା ଥାଏ, ତାହେଲେ ଏବେ ଏଇ ମୁହୂର୍ତ୍ତରେ ତମ ମାମାକୁ ତମେ
ମାର୍ସଲସ୍ ତ ସନ୍ତାନ ସଜାଡ଼ିବା ପାଇଁ ତୋ ହାତରୁ ମୁଁ ମାଡ଼ ଖାଇବାକୁ ପ୍ରସ୍ତୁତ ଅଛି। ମାର ମତେ ମାର କହୁଛି ମାର। ନାଇଁ ବାବା ମୁଁ ପାରିବିନି ମୁଁ ଆଉ ଯଦି ତୁ ରଣକୁ ଚେଷ୍ଟା କରୁ ତାହେଲେ ମୁଁ ତୋତେ କଣ ମାରିବା ଆଗରୁ ଏଇଠି ପିଟି ପିଟି ମୋ ହାତ ମୁଁ ଭାଙ୍ଗିଦେବି ମାରିବାକୁ ହବ। ମାର କହୁଛି ମାର ମାର ସୁରଜ ମାର। ମୁଁ ସୁଲେଖା ସାମନ୍ତରାୟ ସୁଲେଖା ଯେ ନିଜ କାହାଣୀ ନିଜେ ଲେଖି ମାର ପଡା ମାର ସୁରଜ ତମ ମାମାକୁ ତମେ ସପୋର୍ଟ ମାର କଣ ଶୁଣିବେ ମାର। ଆମେ ଦରକାର ନାହିଁ କହୁଳି ସ୍ତ୍ରୀ ମୋର ଆମେ ଛାତିରୁ ଯେ ଅମୃତ ପିଏ ସେ ହେଲା ମା ଆଉ ଛାତିରୁ ଯେ ବିଷ ପିଏ ସେ ହଉଛି ସ୍ତ୍ରୀ। ଆରେ ଯେ ସ୍ୱାମୀ ପାଇଁ ମିଛରେ ମିଛରେ ସକାଶିତ ପିନ୍ଧେ ସେ ହଉଛି ସ୍ତ୍ରୀ। ଯେ ନିଜ ପିଲାଙ୍କ ପାଇଁ ରାତି ରାତି ଉଜାଗ ରହି ଦୀପ ଜାଳି ମାନସିକ କରେ ସେ ହେଲା ମା। ଆରେ ଯେ ସ୍ୱାମୀ ପାଇଁ ମିଛରେ ମିଛରେ ଭଲ ପାଇବା ଦିଏ ସେ ହଉଛି ସ୍ତ୍ରୀ। ସେ ସତ ସତିକା ନିଜ ଦୁଃଖକୁ ନିଜ ଛାତି ଭିତରେ ଚାପି ରଖି ପିଲାମାନଙ୍କୁ ସ୍ନେହ ଶ୍ରଦ୍ଧା ଦିଏ ସେ ହେଲା ମା। ଆରେ ମାର କୋଳ ଆଖିକୁ ନିଦ ଦିଏ ହେଲେ ସ୍ତ୍ରୀର କୋଳ ଆଖିର ନିଦ ହଜାଏ। ମାର କୋଳ ତ ଆଖିର ଲୁହ ପଛେ ହେଲେ ସ୍ତ୍ରୀର କୋଳ ତ ଆଖିରେ ଲୁହ ଦିଏ। ଆରେ ଯାହାର ନିଶ୍ୱାସ ପ୍ରଶ୍ୱାସରେ ଅବିଶ୍ୱାସ ଭର ରହିଥାଏ ସେ ହଉଛି ସ୍ତ୍ରୀ। ଯାହାର ନିଶ୍ୱାସ ପ୍ରଶ୍ୱାସରେ ବିଶ୍ୱାସ ଥାଏ ସେ ହେଲା ମା। ଆରେ ଯିଏ ବିପଦ ସାମ୍ନାକୁ ଠେଲି ଦିଏ ସେ ହଉଛି ସ୍ତ୍ରୀ। ଯିଏ ବିପଦ ସାମ୍ନାରେ ଠିଆ ହୁଏ ସେ ହେଲା ମା। ମା ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ। ଦେଖ ସୁଲେଖା ତମେ ଯଦି ସାରା ଜୀବନ ପାଇଁ ମୋ ସ୍ତ୍ରୀ ରହିବାକୁ ଚାହୁଁଥାଅ ତାହେଲେ ଏବେ ଏଇ ମୁହୂର୍ତ୍ତରେ ତମେ ମୋ ମାମାଙ୍କ ପାଦ ତଳେ ପଡି ତାଙ୍କୁ କ୍ଷମା ମାଗ। କ୍ଷମା ମାଗ କହୁଛି ଆରେ ମୋ ମାମା ତମ ଭଳି ସାଧାରଣ ନାରୀ ନୁହନ୍ତି ଯେ ତମ ଝିଅ ପାଦ ତଳେ ପଡି ତାଙ୍କୁ କ୍ଷମା ମାଗିବେ। ମୋ ମାମା ଡିଏସ୍ପି ଦୁର୍ଗା ମୋ ମାମା କିଛି କହିବା ଆଗରୁ ଏବେ ଏଇ ମୁହୂର୍ତ୍ତରେ ତମେ ବିଦାୟ ଘର ଛାଡି ଚାଲିଛ। ସୁଲେଖା ଯାହା ସବୁ କହିଲା ସେସବୁ କଥା କଣ ସତ? କଣ ପାଇଁ ବର୍ଷେ ହେଲା ସୁଲେଖା ସହିତ ତୁ ଶାରୀରିକ ସମ୍ପର୍କ ରଖିବୁ? କହ ସୁରାଜ କହ। ମାମା ଛାତିରୁ କ୍ଷୀର ନିଗାଡ଼ି ଯୋଉ ମା ବର୍ଷ ଧରି ତା ପିଲାଟିକୁ ବଡ କରିଥିଲେ ବଡ ହୋଇ ସେ ପିଲାଟି ବାହା ହେଇ ସାରିବା ପରେ ସେଇ ବର୍ଷ ରାତିରେ ଗୋଟେ ଗ୍ଲାସ କ୍ଷୀର ପିଇ ସାରିବା ପରେ ପିଲାଟି ତା ମାଆକୁ କାହିଁକି ଭୁଲିଯାଏ? ମାମା କାହିଁକି ଭୁଲିଯାଏ? କାଳେ ମୁଁ ମୋ ମାଆକୁ ଭୁଲିଯିବି କେବଳ ସେଇ ଭୟରେ ମାମା, କେବଳ ସେଇ ଭୟରେ ସେଦିନ ସୁଲେଖା ହାତରୁ ମୁଁ କ୍ଷୀର ଗ୍ଲାସ ପିଇ ନଥିଲି।
जन्म देई माटी ता पुओ को जन्म देईनी पर पुओटा मार पर आज मते जन्म देई ନାଇଁ ବୋନ ତୁ ଖାଲି ମୋ ମାମୁଁ ନୁହଁ DSP ଦୁର୍ଗା ତୁ DSP ଦୁର୍ଗା এই সারা জগতর মা